ଜୟ ଜଗନ୍ନାଥ। ମୁଁ ଡିଡିଏ ଦୀପକ ଡିଫେନ୍ସ ଏକାଡେମୀର ପ୍ରିୟ ଫିଜିକାଲ ଟ୍ରେନର ଦୀପକ। ଆପଣମାନେ ତ ମୋ ନାଁରେ ଆଗରୁ ବି ଜାଣିଥିବେ, ମୋତେ ସମସ୍ତେ ବି ଚିହ୍ନିଥିବେ। ତ ଫିଜିକାଲ ଏମିତି ଗୋଟେ ତରିକାରେ ଆମେ କରିବା ଯାହାକି ଫଳରେ ଯେଉଁମାନେ ସବୁ କଟି ଯାଉଛନ୍ତି ସେମାନେ ବେସିକାଲି କରି ଧ୍ୟାନ ଦିଅନ୍ତୁ। ତ 1600 ମିଟର ଅଛି। ତ ତମାନେ ଭାବୁଥିବେ ସାର୍ ଆମେ 1600 ମିଟର କେମିତି କମ୍ପ୍ଲିଟ୍ କରିବୁ? ଆମେ 8 ମିନିଟରେ ମାରୁଛୁ, ଆମେ 7.5 ମିନିଟ୍ ମାରୁଛୁ, ଆମେ 7 ମିନିଟ୍ ମାରୁଛୁ। ତ ଆମେ ବର୍ଷେ ବର୍ଷ ଧରି କଟିଲାଣୁ କି 6 ମାସ ଧରି କଟିଲାଣୁ, ସାର୍ ଆମର କ'ଣ ପାଇଁ 1600 ମିଟର ଆମର 6 ମିନିଟ୍ ଭିତରେ ହଉନି? ହେଲା। ତ ବେସିକାଲି କରି ଧ୍ୟାନ ଦେବ, ସବୁବେଳେ ମାଇଣ୍ଡଫୁଲି କେୟାରଫୁଲି ଧ୍ୟାନ ରଖିବୁ। ଆମର ଟେକ୍ନିକାଲି ହେଉଛି ସବୁଠାରୁ ବଡ଼ ଜିନିଷ, ବୁଝିଗଲା ତ? କ'ଣ ନା ଟେକ୍ନିକାଲି। ଟେକ୍ନିକାଲି ଆଜ୍ଞା କ'ଣ ନା ଟେକ୍ନିକାଲି ହେଉଛି ଏଇଟା। ତ ଆମର ପ୍ରୋବ୍ଲେମଟା ଆମର କ'ଣ ରହୁଛି? ଆମେ କ'ଣ ପାଇଁ 1600 ମିଟର ରନିଂ ମାରିପାରୁନେ 6 ମିନିଟ୍ ଭିତରେ, ବୁଝିଗଲି ତ? ଯେଉଁମାନେ ବି ଓଏଏସ୍ଏଫ୍ ପାଇଁ ପ୍ରିପାରେସନ୍ କରୁଛନ୍ତି, ଠିକ୍ ଅଛି? ତ ବେସିକାଲି କରି ଧ୍ୟାନ ଦିଅନ୍ତୁ। ତ ତମେମାନେ ସବୁବେଳେ ଚେଷ୍ଟା କରିବ ମାଇଣ୍ଡଟାକୁ ଆଗ ସେଟଅପ୍ କରିବ, ଠିକ୍ ଅଛି? କ'ଣ କରିବ ନା ମାଇଣ୍ଡଟାକୁ ସେଟଅପ୍ କରିବ। ମାଇଣ୍ଡ ସେଟଅପ୍ କ'ଣ କରିବ ନା ମାଇଣ୍ଡ ସେଟଅପ୍ ଏଇଆ କରିବ ଯେ, ତ ମୁଁ ଯେତେବେଳେ ଫିଜିକାଲ କରିବି ତ ମୋ ମାଇଣ୍ଡ ସେଟଅପ୍ ହବ ଯାହା ବି ସାର୍ ମୋତେ ଫିଜିକାଲ ଦେଇଥିବେ ସେଇଟାକୁ ମୁଁ କମ୍ପ୍ଲିଟଲି ଧ୍ୟାନର ସହିତ କମ୍ପ୍ଲିଟ୍ କରିବି, ଠିକ୍ ଅଛି? ରନିଂ କଲାବେଳେ କାମ ହେଲା କ'ଣ, ବଡିର ପୋଜିସନଟା ସବୁବେଳେ ବ୍ୟାଣ୍ଡ ରହିବ, ବୁଝିପାରୁଛି? ଟିକେ ନଇଲା ଭଳିଆ ରହିବ, ବୁଝିଗଲା? ଅଣ୍ଟାଟା ଗୋଟେ ଡାଉନ ପୋଜିସନରେ ରଖିବ, ଗୋଡଟା ଫ୍ଲାଟ୍ ପକେଇବନି। ଯେତେ ଯାହା ହଉ ଅଳ୍ପ ହଉନା କାହିଁକି, ଆମେ ଧୀରେ ଧୀରେ ଟ୍ରାଏ କରିବା। ଗୋଡଟା କୋଉଥିରେ ମାରିବା ନା ଟୋରେ ମାରିବା, ପଞ୍ଝାରେ ମାରିବା, ବୁଝିଗଲା ତ? ତ ବାକି ଦ୍ୱିତୀୟ କଥା, ହାତର କାମ ହେଲା କ'ଣ ନା ହାତର କାମ ହେଲା ସିଧା ଚଲେଇବା ହାତ। ହାତ କ'ଣ କରିବା ନା ହାତ ସିଧା ଚଲେଇବା, ବୁଝିଗଲା? ତାପରେ ବାକି କାମ ହେଲା ନାକରେ ନିଶ୍ୱାସ ନବା, ପାଟିରେ ଛାଡିବା। କେତେବେଳେ ନାକରେ ନିଶ୍ୱାସ ନେଇ ପାଟିରେ ଛାଡିବା ନା ଆମକୁ ଯେତେବେଳେ ଆମକୁ ହାଲିଆ ଫିଲ୍ ଲାଗେ, ଠିକ୍ ଅଛି? ବୁଝିହେଲା ତ? ଯେତେବେଳେ ଆମକୁ ହାଲିଆ ଫିଲ୍ ଲାଗିବ ଆମେ କ'ଣ କରିବା ସେଠି ନା ନାକରେ ନିଶ୍ୱାସ ନେବା, ପାଟିରେ ଛାଡିବା। ତ ସାର୍ ଆପଣ କହିଲେ ନାକରେ ନିଶ୍ୱାସ ନେଇ ପାଟିରେ ଛାଡ଼ିଲେ ତାହେଲେ କ'ଣ ହବ? ନା ନାକରେ ନିଶ୍ୱାସ ନେଇ ପାଟିରେ ଛାଡ଼ିଲେ ଆମର ଏଇଟା ଆମର ବେନିଫିଟ୍ ହବ। ତ ଆମର ଯାହାକି ଫଳରେ କି ଆମେ 1600 ମିଟରଟା ଆମେ କମ୍ପ୍ଲିଟ୍ କରିବା ଫଳରେ ଆମର ଶ୍ୱାସ ରୋକି ଯାଉଛି। ସେ ଶ୍ୱାସ କେବେ ଫିଲ୍ ହବନି। ନାକରେ ନିଶ୍ୱାସ ନେଇ ପାଟିରେ ଛାଡ଼ିଦେଲେ ଆମର ଶ୍ୱାସ ଆଉ ଫିଲ୍ ହବନି। ସେଟା ନିଶ୍ୱାସଟା କ'ଣ କରିବ ଆମକୁ ଆଗକୁ ଯିବାକୁ ପ୍ରୟାସ ଦେଖେଇବ, ଠିକ୍ ଅଛି? ବାକି ତାପର ଜିନିଷ ହେଲା କ'ଣ ନା ଆମେ କମ୍ପ୍ଲିଟଲି ହିଁ କରିବା, ଠିକ୍ ଅଛି? ଆଉ ଗୋଡଟା ସବୁବେଳେ ବ୍ୟାକ୍‌ରେ ମାରିବା ପାଇଁ ଚେଷ୍ଟା କରିବା। କୋଉଥିରେ ମାରିବା? ନା ବ୍ୟାକ୍‌ରେ ମାରିବା ପାଇଁ ଚେଷ୍ଟା କରିବା, ଠିକ୍ ଅଛି? ଓକେ। ସମସ୍ତେ ତ ଏତିକି ଟ୍ରାଏ କର। ମୁଁ ତମମାନଙ୍କୁ କହୁଛି 15 ଦିନ ଏଇ ପ୍ରାକ୍ଟିସଟା ତମେ ରେଗୁଲାରିଟି କର। 15 ଦିନ ଭିତରେ ଯଦି ରେଗୁଲାରିଟି ପ୍ରାକ୍ଟିସ କଲା ଭିତରେ ଯଦି ନହେଲା, ତ ମତେ କମେଣ୍ଟ ବକ୍ସରେ ତମେ ମତେ ଯାହା ବି ଗାଳି ଦବ ମୁଁ ସେଟା ଶୁଣିବା ପାଇଁ ପାବ। ହେଲେ ତମେ କିନ୍ତୁ ଏଇ ଟେକ୍ନିକାଲି ଅନୁସାରେ ତ ତମମାନଙ୍କୁ କିନ୍ତୁ କମ୍ପ୍ଲିଟଲି ହିଁ କରିବା ପାଇଁ ପଡିବ। ଓକେ। ଧନ୍ୟବାଦ ସମସ୍ତଙ୍କୁ। ଜୟ ହିନ୍ଦ।